ଜୟ ଜଗନ୍ନାଥ। ଆପଣ କୋଉଠୁ ଆସୁଛନ୍ତି ଆଜ୍ଞା? ଆସିଛୁ ଢେଙ୍କାନାଳ ଜିଲ୍ଲା ଖଡଗ ପ୍ରସାଦ। ଆଜ୍ଞା ଢେଙ୍କାନାଳ ଜିଲ୍ଲା ଖଡଗ ପ୍ରସାଦ। ଆପଣଙ୍କ ନାଁ? ସୌଦାମିନୀ ପୃଷ୍ଟି। ସୌଦାମିନୀ ପୃଷ୍ଟି। ଯୋଉ ଦର୍ଶନ କଲେଣି ଜଗନ୍ନାଥଙ୍କୁ? ଦର୍ଶନ କରିଛୁ। ଆମେ ଟିକେ ଚାଲି ପାରୁନୁ ବୋଲି ସେଇ ବାଟ ମାଟେ ଦର୍ଶନ କଲୁ, ଭିତରକୁ ଯାଇପାରିନୁ ଆଉ। ଆଚ୍ଛା, ଭିତରକୁ ଯାଇନାହାନ୍ତି? ଯାଇପାରିନୁ ଭିତରକୁ ଟିକେ। କାଲି ଯାଇକି ଆଉ କୋଉଠି କୋଉଠି ଦର୍ଶନ କଲେ? ଆଉ ସବୁ ନରେନ୍ଦ୍ର ପୋଖରୀ ଯାଇଥିଲେ। ନରେନ୍ଦ୍ର ଯାଇଥିଲେ। ଚାପ ଦେଖିଲେ? ଚାପ ଟିକେ ଦେଖିକି ଆସିଲୁ। ଚାପ କେମିତି ଲାଗିଲା? ଭଲ ଲାଗିଲା ଆଉ। ଚାପ କେତେ ଡଙ୍ଗା ଅଛି? ଚାପର କେତେ ଟଙ୍କା ଆମେ ଦୂରରେ ଥାଇଥିଲେ ଦେଖିଛୁ। ନା ନା, ଡଙ୍ଗା ଡଙ୍ଗା କେତେଟା? ଡଙ୍ଗା କେତେ ଆଜ୍ଞା ମୁଁ ଦେଖିନି କହିପାରିବିନି। ତାପରେ ତାପରେ ଜଗନ୍ନାଥଙ୍କୁ ଯାଇନାହାନ୍ତି ଦର୍ଶନ କରିବେ? ନାଇଁ, ଦର୍ଶନ କରିବାକୁ ଯାଇପାରୁନୁ। ଛୁଟି ଫୁଟି ମଣ୍ଟନ ଯାଇପାରୁନୁ। କାଲି ଚାଲିଯିବେ। ଜଗନ୍ନାଥଙ୍କୁ ଆପଣ ଭଲ ପାଆନ୍ତି? ଆଉ ଜଗନ୍ନାଥଙ୍କୁ ଭଲ ପାଏ। ରାତିରୁ ଉଠିବି ପାଞ୍ଚଟାରୁ ଉଠିକିରି ଜୟ ଜଗନ୍ନାଥ ଚ୍ୟାନେଲ ଟିକେ ମୁଁ ଦେଖିବି। ପୁଅ ଟିକେ ଆପଣ କେତେବେଳେ ସାହାଯ୍ୟ ହେଇଛନ୍ତି ଭଗବାନ? ଭଗବାନ ମତେ ସାହାଯ୍ୟ ବହୁତ ହେଇଛନ୍ତି। ମୋର ସାନ ପୁଅ ଗୋଟେ ଥିଲା, ଅନୁଭୂତି ତାର ଗୋଡ ହାତ ବିନ୍ଧା ହେଲା। ବିନ୍ଧା ହେଇକିରି ଯୋଉ କହିଲା ଆଜ୍ଞା ଦେହ ଥରୁଛି ମୋର। ଆଉ ତା ଗୋଡଟି ଆର୍ମିରେ ଯାଇଥିଲା। ସବୁଥିରେ ସେ ମୋହର ଫର ସବୁ ବାଜିଥିଲା ହାତରେ ତାର। ଆଉ ସେ ତା ଗୋଡ ହାତ ତାର ସବୁ ଭଲ ହେଇଥିଲା, କିନ୍ତୁ ଶିର ଗୋଟେ ମେଞ୍ଚେ ହେଇଯାଇଥିଲା। ସେଠୁ ମୁଁ ଠାକୁରଙ୍କୁ ଡାକିଲି, କହିଲି କେମିତି ଭଲ ହବ ବଡ ପୁଅ ମୋର। ଏଠୁ କଟକ ମେଡିକାଲ ଆଣିଲୁ, ତାକୁ ଏଠୁ ଭୁବନେଶ୍ୱର ନେଲୁ। ଏ ପୁଅଟି ମୋର ଗୋଡଟି ତାର ଟିକେ ବି କଟା ହେଲା। ଆପଣ ଜଗନ୍ନାଥଙ୍କୁ ଡାକିଲେ, ତାପରେ ଜଗନ୍ନାଥଙ୍କୁ ଡାକିଲି। ଜଗନ୍ନାଥ ମତେ ବହୁତ ସାହାଯ୍ୟ କରିଛନ୍ତି। ଏଇଥିରେ ବହୁତ ଅନୁଭୂତି, ମୁଁ ବହୁତ କଷ୍ଟ କରିଛି। ବହୁତ କଷ୍ଟ କରିଛନ୍ତି। ସେ ବଡ ପୁଅଟି ସାନ ପୁଅଟି ବଡ ବଡ ବ୍ଲଡ ପ୍ରେସର ବାହାରି ପଡିଲା। ଆଉ ଠାକୁର ମତେ ରକ୍ଷା କରିଛନ୍ତି। ରୋଜଗାର କରୁଛନ୍ତି ଭଲ। ରୋଜଗାର କରିକିରି ଟିକେ ମୋର ଭଲ, ପୁଅ ମାନେ ଭଲ। ଆଉ ଆପଣଙ୍କୁ କହିଲା ବେଳକୁ ମୋ ଗୋଡ ହାତ ଥରୁଛି ଖାଲି। ଅନୁଭୂତି କରିକି ଏବେ ଆସିକି ଦର୍ଶନ କଲେଣି ପୁଅ ମାନେ? ହଁ, ପୁଅ ମାନେ ସବୁ ଦର୍ଶନ କରିଛନ୍ତି। ଜଗନ୍ନାଥ ଦର୍ଶନ କଲେଣି? ଦର୍ଶନ କଲୁ। ଆଉ ଗାଁରୁ କୀର୍ତ୍ତନ ଧରିକି ଆସିଥିଲୁ, ଏଠି କୀର୍ତ୍ତନ କରୁଛନ୍ତି। ଏବେ ପୁରା ଠିକ? ହଁ, ଠିକ ଅଛି। ଠାକୁର ବହୁତ ଖୁସିରେ ମତେ ରଖିଛନ୍ତି। ହଁ, ବହୁତ ଖୁସିରେ ରଖିଛନ୍ତି। ନାତି ତିନୋଟି ଦେଇଛନ୍ତି। ଝିଅଟିଏ ବାହାଘର କରିଛି, ତାର ପୁଅ ଝିଅ ଟିକେ। ଆଉ ମୋର ଅସୁବିଧା କିଛି ନାହିଁ। ଖାଲି ଆମକୁ ଠାକୁର ଖାଲି ଟିକେ ଭଲ କଲା। ଚାଲିକି ଠାକୁର ଦର୍ଶନ କରିପାରିବି। ପୁରା ସପରିବାର ଆସିଛନ୍ତି? ପରିବାର ସ୍ୱାମୀ ଆସିଛନ୍ତି, ଆଉ ପୁଅ ଆସିଛନ୍ତି, ବୋଉ ଆସିଛନ୍ତି। ଗାଁରୁ ମୋର ଦିଅର ମାନେ ସବୁ କୀର୍ତ୍ତନରେ ଡକେଇକି ଜାଣିଛୁ ଆସିଛନ୍ତି। ଭଲ କଥା। ମାନେ ସବୁ ରଥଯାତ୍ରା ପୁଣି ଆସନ୍ତୁ, ଦେଖିବେ। କହିଲେନି ପୁଅକୁ, କହିଲେନି ଦେଖିପାରିନି। ଜଗାକୁ ମୁଁ ଦେଖିବି ଦାଣ୍ଡରେ, କହିପାରୁନି। ଜଗାକୁ ମୁଁ ଦାଣ୍ଡରେ ଦେଖିବି। ଆଷାଢ ମାସରେ ଆସିଛନ୍ତି, ପୁଣି ଆଷାଢ ମାସରେ ଆସିବି। ଜଗନ୍ନାଥ ଗୋଟେ ପ୍ରାର୍ଥନା କୁହନ୍ତୁ କିଛି ଗୋଟେ, ଯଦି ପ୍ରାର୍ଥନା କରିଥିବେ। ପ୍ରାର୍ଥନା ଏମିତି ମନେ ନାହିଁ। ଆପଣଙ୍କର ଆଉ କଣ ଅନୁଭୂତି ବାକି ରହିଗଲା କୁହନ୍ତୁ? ଜୟ ଜଗନ୍ନାଥ। ଜୟ ଜଗନ୍ନାଥ କୁହନ୍ତୁ। ଭାବୁଥିଲି ସବୁବେଳେ ଟିଭିରେ ଦେଖେ। ଆଜ୍ଞା, ଟିଭିରେ ଦେଖେ। ମୁଁ ଭାବୁଥିଲି, କହିଲି କେତେବେଳେ ପୁରୀ ଗଲେ ତାପରେ ହଁ କହିବି ବୋଲି ଭାବୁଥିଲି। ଆପଣ ଆମେ ଡାକିକି କହିଲୁ, ପଠେଇଲେ, ଠାକୁରଙ୍କୁ ପଠେଇଲେ, ଆଉ ମୁଁ ଦେଖିକି ମତେ ବହୁତ ଖୁସି ଲାଗିଲା। ମୁଁ କହିଲି ଯାହା କହିବି। ଆଉ ଇଏ ନାତି ନାତି ଦି ଜଣ, ବଡ ପୁଅ ଦି ଜଣ ନାତି? ଆଚ୍ଛା, ଭଲ କଥା। ସାନ ପୁଅଟି ଯୋଉଠି ହେଇଛି, ସାନ ବୋହୂ ସେଠି। ଏମାନେ ପଢିଲେଣି? ମାନେ ଶିଶୁ ମନ୍ଦିର ଯାଉଛନ୍ତି। ଆଚ୍ଛା, ଶିଶୁ ମନ୍ଦିର ଯା ଭଲ। ଆଉ ଠାକୁରଙ୍କୁ ଆସିଲି, ମୁଁ ବହୁତ ମତେ ଖୁସି ଲାଗିଲା। ଗୋଟେ କହିଲି ମୁଁ କେମିତି ଠାକୁରଙ୍କୁ ଯାଇକି କେତେବେଳେ ଆଜି ଦିନ ଭାବୁଥିଲି କେମିତି କହିବି, କେମିତି କହିବି। ଅନୁଯାୟୀ କରିବୁ ମତେ ମତେ ସବୁ ଦେଖାଯାଏ, ଦେଖାଯାଏ। ଆଉ ମୁଁ ଅନୁମାନ କରିନି। ଏଇନୁ ଖାଲି ପୁଅ ଆପଣଙ୍କୁ ଡାକିକି କୁହା କରେଇଲେ, ଦେଖିପାରିଲେ? ଠାକୁର ତ ମତେ ଡାକିଲେ, ଆପଣଙ୍କୁ ପଠେଇଲେ ମୋ ପାଖକୁ। ଆଉ ସେ ଯାଉ, ବହୁତ ବଢିଆ। ଡାକିଲେ। ବୋହୂ ଦି ଜଣ ମୋର ବି ବହୁତ ଭଲ। ଆଉ ଝିଅ ମୋର ପଡିଛି ଗାଁରେ, ଗୋଟେ ଝିଅ ନାତିଟିଏ, ନାତୁଣୀଟିଏ ତାର। ଝିଅ ପୁଅ ଯୋଡିଏ, କିନ୍ତୁ କଲେଜ ପଢିଲେଣି ସେମାନେ। ଆଉ ଝିଅ ଜ୍ୱାଇଁ ମୋର ବି ବହୁତ ଭଲ। ଆମର ଗୋଟେ ପରେ ଆମର ଦେଖିବାକୁ ସମସ୍ତେ ବି ବ୍ରାହ୍ମଣ ଘର ଆମର ତେଲି ଘର। ଆଉ ମୁଁ ତ କହିଲି କେମିତି ଯାଏ, କେତେବେଳେ ଜୟ ଜଗନ୍ନାଥ ଯିବି। କିନ୍ତୁ ଆପଣଙ୍କ ଇଚ୍ଛା ଥିଲା, ଆପଣଙ୍କ ଇଚ୍ଛାଟା ପୂର୍ଣ୍ଣ ହେଲା। କଲେ ଠାକୁର ଜୟ ଜଗନ୍ନାଥ। ଆଉ ଆସିଥିଲି କାଳିଆ ତୋ ଦର୍ଶନ ପାଇଁ ରେ, ଆସିଥିଲି କାଳିଆ ତୋ ଦର୍ଶନ ପାଇଁ ରେ,
ତୋତେ ଛାଡି ଯିବାକୁ ମୋ ମନ ବଳୁ ନାହିଁ ରେ ଆସିଥିଲି କାଳିଆ ତୋର ସନ ପାଇଁ ରେ ତୋତେ ଛାଡି ଯିବାକୁ ମୋ ମନ ବଳୁ ନାହିଁ ରେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଧନ୍ୟବାଦ, ଜୟ ଜଗନ୍ନାଥ।